ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା 102 ପର୍ବର 11 ପଦରୁ ଆରମ୍ଭ କରି ଅଧ୍ୟୟନ କରିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦେବା ପାଇଁ ଚାହେଁ ଯେ ଆମମାନେ ସେହି 1000 ବର୍ଷର ଶାନ୍ତି ରାଜ୍ୟ ମଧ୍ୟରେ ପ୍ରଭୁ ଯୀଶୁଙ୍କ ବିଷୟରେ, ତାଙ୍କ ରାଜତ୍ୱ ବିଷୟରେ ଏବଂ ତାହାଙ୍କର ପ୍ରଶଂସା ଜୟ ଜୟକାର କରିବାର ବିଷୟରେ ଅଧ୍ୟୟନ କରି ଆଲୋଚନା କରୁଅଛୁ। ଆସନ୍ତୁ ତାହେଲେ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଗୀତ 102 ପର୍ବର 12-13 ପଦ ମଧ୍ୟରେ ଏହିପରି ଲେଖା ଅଛି, ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ। ତୁମ୍ଭେ ଉଠି ସିଓନକୁ ଦୟା କରିବ, କାରଣ ତାହା ପ୍ରତି କୃପା କରିବାର ସମୟ ଏହି। ହଁ, ନିରୂପିତ ସମୟ ଉପସ୍ଥିତ। ଲେଖା ଅଛି, ତୁମ୍ଭେ ଉଠି ସିଓନକୁ ଦୟା କରିବ। ଆପଣ ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଇସ୍ରାଏଲ୍ ଜାତି ନିମନ୍ତେ ମଧ୍ୟ ମୃତ୍ୟୁଭୋଗ କଲେ। ଯୋହନ 11 ପର୍ବର 51 ପଦ ଅନୁଯାୟୀ ଜଣେ ଇସ୍ରାଏଲ୍ ଜାତି ନିମନ୍ତେ ମୃତ୍ୟୁଭୋଗ କରିବାକୁ ଥିଲା ଓ ଖ୍ରୀଷ୍ଟ ସେହି ଜାତି ନିମନ୍ତେ ମୃତ୍ୟୁଭୋଗ କଲେ। ସେ ଯେତେବେଳେ ସ୍ୱମହିମାରେ ଆଗମନ କରିବେ, ସେତେବେଳେ ସେ ସିଓନକୁ ପୁନର୍ବାର ନିର୍ମାଣ କରିବେ, ଯାହାକି ତାହାଙ୍କର ଦ୍ୱିତୀୟ ଆଗମନ ସମୟରେ ଘଟିବା ପାଇଁ ଯାଉଅଛି। ଏହାପରେ 16 ପଦରେ ଲେଖା ଅଛି, କାରଣ ସଦାପ୍ରଭୁ ସିଓନକୁ ପୁନର୍ନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି। ପ୍ରଭୁ ଜାଣିଥିଲେ ଯେ ତାହାଙ୍କର ସେହି କୃଷାର୍ପିତ ମୃତ୍ୟୁ ଦ୍ୱାରା ସିଓନ ପରିଶେଷରେ ଉଦ୍ଧାରପ୍ରାପ୍ତ ହେବ। ଏହାପରେ 25-27 ପଦ ମଧ୍ୟରେ ଲେଖା ଅଛି, ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ, ପୁଣି ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ। ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ। ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ, ଆଉ ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ, ମାତ୍ର ତୁମ୍ଭେ ସେହି ଅଟ ଓ ତୁମ୍ଭ ବର୍ଷର ଶେଷ ହେବ ନାହିଁ। ପବିତ୍ର ଆତ୍ମା ଏହି ଅଂଶଟିକୁ ଏବ୍ରୀ 1 ପର୍ବର 10-12 ପଦ ମଧ୍ୟରେ ଲିପିବଦ୍ଧ କରିଅଛନ୍ତି, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ। ଆଉ ଯଦି ଏବ୍ରୀ 1 ପର୍ବରେ ଈଶ୍ୱରଙ୍କ ଆତ୍ମା ଏହି ବିଷୟର ଭାବାର୍ଥକୁ ପ୍ରକାଶ କରିନଥାନ୍ତେ, ତାହେଲେ ଏହି ଗୀତକୁ ମସିହତ୍ୱ ଗୀତ ବୋଲି ଆମମାନେ ଜାଣିପାରିନଥାନ୍ତେ। ଗୀତ 102 ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଉଦ୍ଦିଷ୍ଟ। ଏହା ଥିଲା ତାହାଙ୍କ ସମସ୍ୟା ଓ ଦୁଃଖର ପ୍ରାର୍ଥନା, ଯାହାକି ସେ ସେହି ଗେତ୍ସିମାନି ବଗିଚାରେ କରିଥିଲେ, ଯାହାକି ଏବ୍ରୀ 5 ପର୍ବର 7 ପଦରେ ଲେଖା ଅଛି। ଯେହେତୁ ସେ ଆମମାନଙ୍କ ନିମନ୍ତେ କ୍ଲେଶ ଭୋଗ କଲେ, ତେଣୁକରି ସେ ଆମମାନଙ୍କର କ୍ଲେଶରେ ଆମମାନଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଓ ଉଦ୍ଧାର କରିବା ନିମନ୍ତେ ଏକମାତ୍ର ସମର୍ଥ ଈଶ୍ୱର। ବାସ୍ତବରେ ଏହି ଗୀତ 102 ପର୍ବଟି ସେହି ଗେତ୍ସିମାନିର ଗୀତ। ଏହାପରେ ଆମେ ଗୀତ ସଂହିତା 103 ପର୍ବ ମଧ୍ୟକୁ ଯିବା। ଗୀତ 103 ପର୍ବଟି ଈଶ୍ୱରଙ୍କର ମହାନ ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ଏକ ପ୍ରଶଂସାର ଗୀତ। ଏହା ଏକ ନୂତନ ଦିନ ପ୍ରତି ଆଗକୁ ଦୃଷ୍ଟି କରେ। ଏହା ସେହି 1000 ବର୍ଷର ଶାନ୍ତି ରାଜ୍ୟର ଆଗକୁ, ଅର୍ଥାତ୍ ସେହି ଅନନ୍ତକାଳ ମଧ୍ୟକୁ ଦୃଷ୍ଟି କରେ, ଯେଉଁଠାରେ କି ଏହାର ସମ୍ପୂର୍ଣ୍ଣ ସଫଳତା ପରିଲକ୍ଷିତ ହେବ। ଅତୀତରେ ଇସ୍ରାଏଲ୍ ଜାତି ଏହି ଗୀତ ପ୍ରତି ଫେରିଥିଲେ ଓ ଆଜି ମଧ୍ୟ ଈଶ୍ୱର ପରାୟଣ ଇସ୍ରାଏଲୀୟମାନେ ଏହି ଗୀତ ପ୍ରତି ଫେରନ୍ତି ଓ ଭବିଷ୍ୟତରେ ସେ ମଧ୍ୟ ଏହି ଗୀତ ପ୍ରତି ଫେରିବ। ବ୍ୟକ୍ତିଗତ ଖ୍ରୀଷ୍ଟ ବିଶ୍ୱାସୀ ଏହି ଗୀତ ମଧ୍ୟ ଦେଇ ବାସ୍ତବ ଶକ୍ତି ଓ ଆଲୋକ ପ୍ରାପ୍ତ ହୁଅନ୍ତି। ବିଷୟଗୁଡ଼ିକ ନିମନ୍ତେ ଏହା ଏକ ଧନ୍ୟବାଦର ଗୀତ ଓ ଏକ ବ୍ୟକ୍ତି ବିଶେଷ ନିମନ୍ତେ ଏହା ଏକ ପ୍ରଶଂସାର ଗୀତ, ଆଉ ସେହି ବ୍ୟକ୍ତି ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏହି ଗୀତଟିକୁ ସାଧାରଣତଃ 4 ଭାଗରେ ବିଭକ୍ତ କରାଯାଇପାରେ। ପ୍ରଥମତଃ ବର୍ତ୍ତମାନ ନିମନ୍ତେ ଉପଦେଶ, ଦ୍ୱିତୀୟରେ ଜିହୋବା ଅର୍ଥାତ୍ ସଦାପ୍ରଭୁଙ୍କ ବିଷୟ ନେଇ ସ୍ପଷ୍ଟୀକରଣ, ତୃତୀୟରେ ମନୁଷ୍ୟ ବିଷୟ ନେଇ ସ୍ପଷ୍ଟୀକରଣ ଓ ଚତୁର୍ଥରେ ଭବିଷ୍ୟତ ନିମନ୍ତେ ପ୍ରଚାର। ପ୍ରଥମତଃ ଆମେ 103 ପର୍ବର ପ୍ରଥମ 2 ପଦ ମଧ୍ୟରେ ବର୍ତ୍ତମାନ ନିମନ୍ତେ ଉପଦେଶ ଉପରେ କିଛି ଲକ୍ଷ୍ୟ କରିବାକୁ ଯିବା। ଲକ୍ଷ୍ୟ କରନ୍ତୁ, ଏହା କିପରି ବ୍ୟକ୍ତିଗତ। ଲେଖା ଅଛି, ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର, ହେ ମୋହର ଅନ୍ତରସ୍ଥ ସମସ୍ତ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। ଏହି ପ୍ରଥମ 2ଟି ଯାକ ପଦରେ 2 ଥର ପ୍ରଭୁଙ୍କର ଧନ୍ୟବାଦ କର ବୋଲି କୁହାଯାଇଅଛି। ପ୍ରକୃତରେ ଏହା ଆମମାନଙ୍କ ହୃଦୟରେ କିଛି ପ୍ରକାଶ କରେ। ଆମମାନଙ୍କୁ ଈଶ୍ୱରଙ୍କର ପ୍ରଶଂସା ଓ ଗୌରବ କରିବା ନିମନ୍ତେ କୁହାଯାଏ। ତଥାପି ମୁଁ ଯେତେବେଳେ ଏହି ଗୀତଟିକୁ ଅଧ୍ୟୟନ କରେ, ସେତେବେଳେ ମୁଁ ଜାଣିବାକୁ ପାରେ, ମୁଁ ଯେତେ ସୁନ୍ଦର ଭାବରେ ପ୍ରଭୁଙ୍କର ପ୍ରଶଂସା କଲେ ମଧ୍ୟ ତାହା ସେତେ ଦୂର ଆନ୍ତରିକତାର ସହିତ ହୋଇପାରେ ନା। ମୋର ଆତ୍ମା ତାହାଙ୍କ ନିକଟବର୍ତ୍ତୀ ହୁଏ, ମାତ୍ର ଏହା ଯେପରି ହେବା ଉଚିତ ସେପରି ହୋଇପାରେ ନା।
ଏଠାରେ ମୁଁ ସତର୍କ କରାଇ ଦେବା ପାଇଁ ଚାହେଁ ଯେ ଆମେ ଗିର୍ଜାକୁ ଗଲେ ସମସ୍ତ ପ୍ରକାର ନୀତି ନିୟମ ବା ଧର୍ମୀୟ ବିଧିବିଧାନକୁ ପାଳନ କଲେ ମଧ୍ୟ ତାହା ଈଶ୍ୱରଙ୍କର ଗ୍ରାହ୍ୟ ପ୍ରଶଂସା ବା ଧନ୍ୟବାଦ ରୂପ ବଳି ହୋଇପାରିବ ନାହିଁ। କାରଣ ପ୍ରଭୁ ଆମମାନଙ୍କର ଅନ୍ତଃକରଣକୁ ଦେଖନ୍ତି। ସେଥିପାଇଁ ଯିଶାୟ 29 ପର୍ବର 13 ପଦରେ ସେ ଏହିପରି ପ୍ରକାଶ କରନ୍ତି, ଆହୁରି ପ୍ରଭୁ କହିଲେ, ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ ତାହା ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ। ତେଣୁକରି ଏହା କେବଳ ଓଷ୍ଠାଧରର ସେବା ବ୍ୟତୀତ ଅନ୍ୟ କିଛି ନୁହେଁ। ଈଶ୍ୱରଙ୍କ ବାକ୍ୟ ପ୍ରତି କୌଣସି ବାଧ୍ୟତା ନାହିଁ କି ତାହାଙ୍କର ଆଦେଶ ପ୍ରତି କୌଣସି ଆଜ୍ଞାବହତା ନାହିଁ। ସେମାନେ କେବଳ ମନୁଷ୍ୟମାନଙ୍କର ଶିକ୍ଷାକୁ ଅନୁକରଣ କରନ୍ତି। ଆମେ ଏହା ଇହୁଦୀ ଧର୍ମରେ ଓ ରୋମୀୟ ଧର୍ମରେ ଲକ୍ଷ୍ୟ କରିବାକୁ ପାରୁ, କିନ୍ତୁ ଆଜି ଏହା ଆମ ପ୍ରତ୍ୟେକଙ୍କ ଜୀବନରେ ପରିଲକ୍ଷିତ ହୁଏ। ଆଜି ଆମମାନେ ଆମମାନଙ୍କର ବ୍ୟକ୍ତିଗତ ଜୀବନକୁ ଓ ଆମର ମାଣ୍ଡଳିକ ଜୀବନକୁ ସମୀକ୍ଷା କରିବା ଉଚିତ। ପ୍ରକୃତରେ ଆଜି କ'ଣ ଆମେ ଅନ୍ତର ସହ ପ୍ରଭୁଙ୍କର ଗୌରବ ତଥା ପ୍ରଶଂସା କରିପାରୁଛୁ କି? ଏହି ଗୀତ କହେ, ହେ ମୋହର ଅନ୍ତରସ୍ଥ ସମସ୍ତ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। କିନ୍ତୁ ଶରୀର ଏହା ସାଧନ କରିପାରିବ ନାହିଁ। ପ୍ରକୃତରେ ମୁଁ ଏଠାରେ ସ୍ୱୀକାର କରିବାକୁ ଚାହେଁ ଯେ ମୁଁ ଯେପରି ଈଶ୍ୱରଙ୍କୁ ଉପାସନା କରିବାକୁ ଚାହେଁ ସେପରି କରିପାରେ ନା। ଆପଣ ଜାଣନ୍ତି କାହିଁକି? ମୋହର ଏହି ପୁରାତନ ସ୍ୱଭାବ ସେହି ସ୍ତରକୁ ଯାଇପାରିବ ନାହିଁ। ଏହା କେବଳ ପବିତ୍ର ଆତ୍ମା ଯିଏକି ଆମମାନଙ୍କୁ ସତ୍ୟରେ ଓ ଆତ୍ମାରେ ଈଶ୍ୱରଙ୍କୁ ଉପାସନା କରିବା ନିମନ୍ତେ ସାହାଯ୍ୟ କରିପାରିବେ। ଆସନ୍ତୁ ଆମେ ତାହାଙ୍କର ସମସ୍ତ ମଙ୍ଗଳଦାନକୁ ପାଶୋରି ନ ଯାଉ। ସେ ଆମମାନଙ୍କ ପ୍ରତି ଅତି ମଙ୍ଗଳକାରୀ। ଆମମାନେ ଯେତେବେଳେ ଆମମାନଙ୍କର ଅତୀତ ଜୀବନକୁ ଫେରି ଚାହୁଁ ସେତେବେଳେ ଆମେ ଜାଣିପାରୁ ଯେ ସେ ଆମମାନଙ୍କର କେତେ ମଙ୍ଗଳମୟ ଈଶ୍ୱର। ଆମେମାନେ ଅନ୍ତର ସହିତ ତାଙ୍କର ଧନ୍ୟବାଦ କରିବା ଉଚିତ। କିନ୍ତୁ ଆଜି ବାସ୍ତବରେ ମନୁଷ୍ୟ ଅନ୍ତର ସହିତ ତାଙ୍କର ଧନ୍ୟବାଦ କରିପାରେ ନାହିଁ। ସେ ମୁଖରେ ପ୍ରଭୁ ପ୍ରଭୁ ବୋଲି କହେ, ମାତ୍ର ତାହାର ଅନ୍ତଃକରଣ ପ୍ରଭୁଙ୍କଠାରୁ ଦୂରରେ ଥାଏ। ଯିଶାୟ 29 ପର୍ବର 13 ପଦରେ ତାହା ଲେଖା ଅଛି। ଆମେ ନିଜର ଇଚ୍ଛାରେ ଈଶ୍ୱରଙ୍କର ବାସ୍ତବ ଉପାସନା କରିପାରିବା ନାହିଁ। ଏହା କେବଳ ପବିତ୍ର ଆତ୍ମାଙ୍କ ସହାୟତା ଦ୍ୱାରା ସମ୍ଭବ ଓ ସେହି ଆତ୍ମାଙ୍କ ଦ୍ୱାରା ଆମେ ସତ୍ୟରେ ଓ ଆତ୍ମାରେ ସତ୍ୟ ଈଶ୍ୱରଙ୍କର ଆରାଧନା କରିପାରିବା। ଏହାପରେ ଆମେ 103 ପର୍ବର 3 ପଦରୁ 8 ପଦ ମଧ୍ୟରେ ଜିହୋବା ସଦାପ୍ରଭୁଙ୍କ ବିଷୟରେ ସ୍ପଷ୍ଟୀକରଣକୁ ଲକ୍ଷ୍ୟ କରିବା। 103 ପର୍ବର 3 ପଦରେ ଏହିପରି ଲେଖା ଅଛି, ସେ ତୁମର ଅଧର୍ମ ସବୁ କ୍ଷମା କରନ୍ତି, ସେ ତୁମର ରୋଗ ସବୁ ସୁସ୍ଥ କରନ୍ତି। ମୋର ମତରେ ଏହି ପଦଟି ସେହି 1000 ବର୍ଷର ରାଜତ୍ୱର ସମୟକୁ ପ୍ରକାଶ କରେ। ଆଉ ମୁଁ ଖୋଲାଖୋଲି ଭାବେ କହେ ଯେ ଏହା ଶାରୀରିକ ଓ ଆତ୍ମିକ ଉଭୟ ରୋଗକୁ ପ୍ରକାଶ କରେ। ଈଶ୍ୱର ଏହା ଅତି ସ୍ପଷ୍ଟ କରିଦେଇଅଛନ୍ତି ଯେ ସେହି 1000 ବର୍ଷର ରାଜତ୍ୱ ସମୟରେ ସେ କ'ଣ କରିବା ପାଇଁ ଯାଉଅଛନ୍ତି। ଯିଶାୟ 33 ପର୍ବର 24 ପଦ କହେ, ପୁଣି ମୁଁ ପୀଡ଼ିତ ଅଛି ବୋଲି ନିବାସୀ ଲୋକ କହିବ ନାହିଁ, ତନ୍ନିବାସୀ ଲୋକମାନଙ୍କର ଅପରାଧ କ୍ଷମା କରାଯିବ। ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ପାପ ସବୁ କ୍ଷମା ନ ହୋଇଛି ସେ ପର୍ଯ୍ୟନ୍ତ ସୁସ୍ଥତା ମିଳିପାରିବ ନାହିଁ। ରୋଗ ହେଉଛି ପାପର ଫଳାଫଳ, ଆଉ ସୁସ୍ଥତା ଘଟିବା ପୂର୍ବରୁ ପାପ ପ୍ରଶ୍ନର ସମାଧାନ ହେବା ଆବଶ୍ୟକ। ଖ୍ରୀଷ୍ଟ ଆମମାନଙ୍କର ଅପରାଧ ନିମନ୍ତେ ବଳୀକୃତ ହେଲେ। ସେ ଆମମାନଙ୍କର ଧାର୍ମିକତା ନିମନ୍ତେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକ ବୋଲି ଗଣିତ ନ ହେବା ପର୍ଯ୍ୟନ୍ତ ଆମମାନେ କ୍ଷମାପ୍ରାପ୍ତ ହୋଇପାରିବା ନାହିଁ। ସେଥିପାଇଁ ପ୍ରଥମ ପିତର 2 ପର୍ବର 24 ପଦରେ ଆମେ ଏହିପରି ପାଠ କରୁ, ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନଯାପନ କରୁ, ଏଥିନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମମାନଙ୍କର ସମସ୍ତ ପାପ ବହନ କଲେ। ତାହାଙ୍କ ପ୍ରହାରରେ ତୁମେମାନେ ସୁସ୍ଥ ହୋଇଅଛ। କେଉଁ ବିଷୟରୁ ସୁସ୍ଥତା? ଆପଣଙ୍କର ପାପ ରୋଗରୁ ସୁସ୍ଥତା। ତାହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା ପ୍ରକୃତରେ ସେହି 1000 ବର୍ଷର ଶାନ୍ତି ରାଜ୍ୟର ବିଷୟକୁ ପ୍ରକାଶ କରେ। ଏହି ରୋଗ ସୁସ୍ଥ ଶାରୀରିକ ଓ ଆତ୍ମିକ ରୋଗରୁ ସୁସ୍ଥ ହେବାର ବିଷୟ ନେଇ ପ୍ରକାଶ କରେ। ଈଶ୍ୱର ସ୍ପଷ୍ଟ ଭାବେ ଯିଶାୟ 33 ପର୍ବର 24 ପଦରେ ଏହା ପ୍ରକାଶ କରନ୍ତି। ତେବେ ରୋଗ ହେଉଛି ପାପର ଫଳ।
ତେଣୁ ରୋଗ ସୁସ୍ଥ ହେବା ପୂର୍ବରୁ ମନୁଷ୍ୟର ପାପର ପ୍ରତିକାର ହେବାକୁ ଅଛି ଓ ମନୁଷ୍ୟ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ନିଜର ପାପ ସ୍ୱୀକାର କରିବା ଦ୍ୱାରା ପାପ ରୋଗରୁ ଓ ଶାରୀରିକ ରୋଗରୁ ସୁସ୍ଥତା ପାଇଥାଏ। କାରଣ ପ୍ରଥମ ପିତର 2 ପର୍ବର 24 ପଦରେ ସେହି ପାପ ରୋଗରୁ ସୁସ୍ଥତା ପାଇବା ବିଷୟ ନେଇ ଲେଖା ଅଛି। ତେବେ 103 ପର୍ବର 4 ପଦରେ ଏହିପରି ଲେଖା ଅଛି, ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି, ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି। ଅନେକ ପ୍ରଭୁଙ୍କର ଦାସମାନେ ସେମାନଙ୍କ ରୋଗରୁ ସୁସ୍ଥତା ନ ପାଇ ମଧ୍ୟ ମୃତ୍ୟୁବରଣ କରିଛନ୍ତି ଓ ବର୍ତ୍ତମାନ କରନ୍ତି ମଧ୍ୟ। ମାତ୍ର ଏହାର ଅର୍ଥ ନୁହେଁ ଯେ ସେମାନେ ପାପରେ ବିନଷ୍ଟ ହୁଅନ୍ତି, କିନ୍ତୁ ସେମାନେ ନିଜର ପାପ ରୋଗରୁ ସୁସ୍ଥତା ପାଇଥାନ୍ତି, କାରଣ ସେମାନେ ଈଶ୍ୱରଙ୍କ ନିକଟରେ ସମର୍ପିତ ଜୀବନଯାପନ କରିବା ଦ୍ୱାରା ଈଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ଭୂଷିତ ହୋଇଥାନ୍ତି। ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱରଙ୍କର ମନୋରମତ ସାଧୁ ବା ଭକ୍ତମାନେ ରୋଗାକ୍ରାନ୍ତ ହୋଇ ମୃତ୍ୟୁଭୋଗ କରିଅଛନ୍ତି, ଆଉ ସେମାନେ କେବେ ହେଲେ ଏହି ଜୀବନରେ ସୁସ୍ଥତା ପାଇପାରି ନାହାନ୍ତି। ପ୍ରେରିତ ପାଉଲ ଏମାନଙ୍କ ମଧ୍ୟରୁ ଅନ୍ୟତମ। ତାହାଙ୍କ ଶରୀରରେ ଏକ କଣ୍ଟକ ରହିଥିଲା। ଏହା ସମ୍ଭବତଃ ତାହାଙ୍କର ଚକ୍ଷୁର ସମସ୍ୟା ହୋଇଥାଇପାରେ। ଯଦି କେହି ସୁସ୍ଥତା ପାଇବା ନିମନ୍ତେ ଦାବି କରିବା ଉଚିତ ଥିଲା, ତାହେଲେ ମୋର ଚିନ୍ତାଧାରାରେ ସେ ସୁସ୍ଥତା ପାଇବା ଉଚିତ। ଏହି ଲୋକମାନଙ୍କ ବିଷୟରେ କ'ଣ କୁହାଯାଇପାରେ? ଆପଣ କ'ଣ କହିବାକୁ ଚାହାନ୍ତି ଯେ ଏହି ଲୋକମାନଙ୍କ ଜୀବନରେ କିଛି ତ୍ରୁଟି ରହିଯାଇଥିଲା, ଯାହାଫଳରେ ସେମାନେ ସୁସ୍ଥ ହୋଇପାରିନଥିଲେ? ସୁସ୍ଥତା ପାଇବା ଅତି ଚମତ୍କାର ବିଷୟ, କିନ୍ତୁ ତାହା ସଦାସର୍ବଦା ଈଶ୍ୱରଙ୍କର ଯୋଜନା ନୁହେଁ। ଗୋଟିଏ ବିଷୟ ବୁଝିବାକୁ ଚେଷ୍ଟା କରନ୍ତୁ, ଈଶ୍ୱରଙ୍କର କେତେକ ମନୋରମତ ଦାସମାନେ କେବେ ହେଲେ ସୁସ୍ଥତାର ଅନୁଭୂତି ଲାଭ କରିନାହାନ୍ତି, ମାତ୍ର ସେମାନେ ଆତ୍ମିକ ରୋଗରୁ ସୁସ୍ଥତା ଲାଭ କରିଅଛନ୍ତି। ଏହାପରେ 103 ପର୍ବର 5 ପଦରେ ଏପରି ଲେଖା ଅଛି, ସେ ଉତ୍ତମ ବସ୍ତୁରେ ତୁମର ମୁଖ ତୃପ୍ତ କରନ୍ତି, ତମ ଉତ୍କୃଷ୍ଟ ପକ୍ଷୀ ନ୍ୟାୟ ତୁମର ନୂତନ ଯୌବନ ହୁଏ। ଏହା ସେହି 1000 ବର୍ଷର ଶାନ୍ତି ରାଜ୍ୟ ସମୟରେ ସଫଳ ହେବ। ଖ୍ରୀଷ୍ଟ ବିଶ୍ୱାସୀମାନେ ସେହି ନୂତନ ଯୌବନ ପ୍ରାପ୍ତ ହେବେ। ସେମାନେ ଏକ ଅକ୍ଷୟ ତଥା ଗୌରବମୟ ଶରୀର ଧାରଣ କରିବେ। ଏହାପରେ 6 ଓ 7 ପଦରେ ଲେଖା ଅଛି, ସଦାପ୍ରଭୁ ଧର୍ମକର୍ମ ସାଧନ କରନ୍ତି ଓ ଉପଦ୍ରବଗ୍ରସ୍ତ ସମସ୍ତଙ୍କ ପକ୍ଷରେ ସୁବିଚାର ନିଷ୍ପତ୍ତି କରନ୍ତି। ସେ ମୂଷାଙ୍କୁ ଆପଣା ପଥ ଓ ଇସ୍ରାଏଲ ସନ୍ତାନଗଣକୁ ଆପଣା କ୍ରିୟା ସବୁ ଜଣାଇଲେ। ଦେଖନ୍ତୁ, ସେ ମୂଷାଙ୍କୁ ଆପଣା ପଥ ଜଣାଇଲେ, ମାତ୍ର ଇସ୍ରାଏଲ ସନ୍ତାନଗଣ କେବଳ ତାଙ୍କର ଆଶ୍ଚର୍ଯ୍ୟ କର୍ମ ସବୁକୁ ଦେଖିଲେ, କାରଣ ସେମାନଙ୍କର ସେତେ ଦୂର ବୁଝିବାର ଶକ୍ତି ନଥିଲା। ଆଜି ଅନେକ ଅଛନ୍ତି ଯେଉଁମାନେ କି କେତେକ ସତ୍ୟ ଜାଣନ୍ତି, ମାତ୍ର ସେମାନେ ଈଶ୍ୱରଙ୍କ ପଥରେ ପ୍ରବେଶ କରିପାରନ୍ତି ନାହିଁ। ଏହାପରେ 8 ପଦରେ ଲେଖା ଅଛି, ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ। ଆଜି ଆମେ ପ୍ରତ୍ୟେକ ଈଶ୍ୱରଙ୍କର ଦୟା ଚାହୁଁ, ଆଉ ଆମମାନଙ୍କର ଈଶ୍ୱର ହେଉଛନ୍ତି ଦୟାବାନ ଈଶ୍ୱର, କ୍ଷମାଶୀଳ ଈଶ୍ୱର, ପ୍ରେମିକ ଈଶ୍ୱର। ଆସନ୍ତୁ ଏହାପରେ ଏହି 103 ପର୍ବର 9 ପଦରୁ 16 ପଦ ମଧ୍ୟରେ ମନୁଷ୍ୟ ବିଷୟ ନେଇ ସ୍ପଷ୍ଟୀକରଣକୁ ଲକ୍ଷ୍ୟ କରିବାକୁ ଯିବା। 9 ଓ 10 ପଦରେ ଏହିପରି ଲେଖା ଅଛି, ସେ ନିରନ୍ତର ଧମକାଇବେ ନାହିଁ, କେବଳ ସଦାକାଳ ଆପଣା କ୍ରୋଧ ରଖିବେ ନାହିଁ। ସେ ଆମମାନଙ୍କ ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିନାହାନ୍ତି, କିଏ ବା ଆମ୍ଭମାନଙ୍କ ଅଧର୍ମାନୁସାରେ ଆମ୍ଭମାନଙ୍କୁ ପ୍ରତିଫଳ ଦେଇନାହାନ୍ତି। ପ୍ରିୟ ବନ୍ଧୁ, ଯଦି ଈଶ୍ୱର ଆମମାନଙ୍କର ପାପ ଓ ଅପରାଧ ସବୁ ଧରନ୍ତି, ତାହେଲେ ଆମେ କେହି ହେଲେ ଉଦ୍ଧାର ପାଇପାରିବା ନାହିଁ। ଆମେ କେହି ହେଲେ ଜଗତରେ ମୁହୂର୍ତ୍ତେ ମାତ୍ର ବଞ୍ଚି ରହିବା ପାଇଁ ସୁଯୋଗ ପାଇପାରିବା ନାହିଁ। ମାତ୍ର ସେ ଦୟାବାନ କ୍ଷମାଶୀଳ ଈଶ୍ୱର। 11 ପଦରେ ଲେଖା ଅଛି, କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ୍। ବାସ୍ତବରେ ଈଶ୍ୱରଙ୍କ ଦୟା ଆମମାନଙ୍କ ପ୍ରତି ଅତି ପ୍ରଚୁର ଓ ଆମେ ତାହା ମଧ୍ୟ ଆବଶ୍ୟକ କରୁ। ତାହା ନହେଲେ ଆମମାନେ ଏହି ଜଗତ ମଧ୍ୟରେ ବଞ୍ଚି ରହିପାରିବା ନାହିଁ। 12 ପଦରେ ଲେଖା ଅଛି, ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମମାନଙ୍କଠାରୁ ଆମମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି। ଗୀତରଚକ କୁହନ୍ତି ନାହିଁ, ଉତ୍ତରରୁ ଦକ୍ଷିଣ ଯେତେ ଦୂର, ସେ ଆମମାନଙ୍କଠାରୁ ଆମମାନଙ୍କର ଅପରାଧ ସେତେ ଦୂର କରିଅଛନ୍ତି ବୋଲି। କାରଣ ତାହା କେତେକାଂଶରେ ଦୂର, ମାତ୍ର ସେ କହନ୍ତି ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମମାନଙ୍କଠାରୁ ଆମମାନଙ୍କର ଅପରାଧ ସେତେ ଦୂର କରିଅଛନ୍ତି। କାରଣ ଆପଣ ଯେତେବେଳେ ପୂର୍ବରୁ ପଶ୍ଚିମକୁ ଯିବାକୁ ଆରମ୍ଭ କରିବେ, ତାହା ଶେଷ ହୁଏ ନାହିଁ। ଆପଣ ଯେତେବେଳେ ପଶ୍ଚିମକୁ ଯିବାକୁ ଆରମ୍ଭ କରିବେ, ଆପଣ ପଶ୍ଚିମକୁ ହିଁ ଯାଉଥିବେ। ଆପଣ ଯେତେବେଳେ ଉତ୍ତରକୁ ଯିବେ, ଆପଣ ଏପରି ଏକ ସ୍ଥାନରେ ଯାଇ ପହଞ୍ଚିବେ ଯେଉଁଠାରୁ କି ଆପଣ ଦକ୍ଷିଣକୁ ଯିବାକୁ ଆରମ୍ଭ କରିବେ। କିନ୍ତୁ ଆପଣ ଯେତେବେଳେ ପଶ୍ଚିମକୁ ଯିବେ, ଆପଣ କେବେ ହେଲେ ପଶ୍ଚିମକୁ ଯିବାରେ
ଅଟକି ପାରିବେ ନାହିଁ। ତାହା ହିଁ ହେଉଛି ଆମମାନଙ୍କଠାରୁ ଆମମାନଙ୍କର ଅପରାଧ ଈଶ୍ୱର କେତେ ଦୂର କରିଅଛନ୍ତି। ଏହାପରେ ଆମେ ଦେଖୁ ଯେ ଈଶ୍ୱର ଯେତେବେଳେ ଆମମାନଙ୍କର ପାପ କ୍ଷମା କରନ୍ତି, ସେ ଆଉ ପୁନର୍ବାର ତାହା ସ୍ମରଣ କରନ୍ତି ନାହିଁ। 13 ପଦରେ ଲେଖା ଅଛି, ପିତା ଆପଣା ସନ୍ତାନଗଣ ପ୍ରତି ଯେ ରୂପ ସ୍ନେହ ବହଇ ସଦାପ୍ରଭୁ ଆପଣା ଭୟକାରୀମାନଙ୍କ ପ୍ରତି ସେ ରୂପ ସ୍ନେହ ବହନ୍ତି। କେତେ ସୁନ୍ଦର ବିଷୟ ନୁହେଁ କି? ଈଶ୍ୱର ତାହାଙ୍କର ଭୟକାରୀମାନଙ୍କ ପ୍ରତି ସ୍ନେହଶୀଳ ଓ କୃପାମୟ, କିନ୍ତୁ ଆମ୍ଭେମାନେ ତାହା ବୁଝିପାରୁନା। ଜଣେ ପୁଅ ଯେପରି ନିଜର ବାପାଙ୍କର ସ୍ନେହକୁ ବୁଝିପାରେ ନା, ଠିକ୍ ସେହି ପ୍ରକାର ଆମମାନେ ଈଶ୍ୱରଙ୍କର ସେହି ବହୁମୂଲ୍ୟ ପ୍ରେମ ସ୍ନେହକୁ ଆମମାନେ ବୁଝିପାରୁନା। 14 ପଦରେ ଲେଖା ଅଛି, କାରଣ ସେ ଆମମାନଙ୍କର ଗଠନ ଜାଣନ୍ତି, ଆମ୍ଭେମାନେ ଯେ ଧୂଳି ମାତ୍ର ଏହା ସେ ସ୍ମରଣ କରନ୍ତି। ପ୍ରଭୁଙ୍କର ଜଣେ ଭକ୍ତ ଦାସ ଏହି ବିଷୟକୁ ଏହି ପ୍ରକାର ଉପସ୍ଥାପିତ କରନ୍ତି, ଆମ୍ଭେମାନେ ଯେ ଧୂଳି ମାତ୍ର ଏହା ଈଶ୍ୱର ସ୍ମରଣ କରନ୍ତି। ଆମେ ଏହା ଭୁଲିଯାଉ ଓ ଧୂଳି ଯେତେବେଳେ ନିଜକୁ ନିଜେ ଏକାଠି ହୋଇଯାଏ, ଏହା କାଦୁଅରେ ପରିଣତ ହୁଏ। ତାହା ହେଉଛି ମନୁଷ୍ୟର ଛବି। ଏହାପରେ 15 ଓ 16 ପଦରେ ଏହିପରି ଲେଖା ଅଛି, ମର୍ତ୍ତ୍ୟର ଦିନ ତୃଣତୁଲ୍ୟ, ଯେପରି କ୍ଷେତ୍ରର ଫୁଲ ସେପରି ସେ ପ୍ରଫୁଲ୍ଲ ହୁଏ। ତହିଁ ଉପରେ ବାୟୁ ବହିଲେ ତାହା ନଥାଏ, ପୁଣି ତହିଁର ସ୍ଥାନ ଆଉ ତାହାର ପରିଚୟ ପାଇବ ନାହିଁ। ଆମ୍ଭେମାନେ ଏହି ମର୍ତ୍ତ୍ୟରେ ଦୀର୍ଘଜୀବୀ ହୋଇ ରହିବା ନାହିଁ। ଆମମାନଙ୍କର ରୂପ ଯୌବନ ଦିନକୁ ଦିନ କ୍ଷୟ ପାଇବ ଓ ଶେଷରେ ଆମମାନଙ୍କର ଏହି ମାଟିର ଶରୀର ମାଟିରେ ମିଶିଯିବ। ଆମମାନେ ଯେତେବେଳେ ପକ୍ୱକେଶ ଅବସ୍ଥାରେ ପଦାର୍ପଣ କରୁ, ସେତେବେଳେ ଈଶ୍ୱର ଆମମାନଙ୍କୁ ସତର୍କ କରାଇ ଦିଅନ୍ତି ଯେ ଆମ୍ଭେମାନେ ବେଶୀ ଦିନ ଏହି ଜଗତରେ ବଞ୍ଚି ରହିବାକୁ ଯାଉନାହୁଁ। ସେ ଆମମାନଙ୍କୁ ଆମମାନଙ୍କ ଜୀବନ ବିଷୟ ନେଇ ସଚେତନ କରାଇ ଦିଅନ୍ତି, ଯେପରି ଆମମାନେ ତାହାଙ୍କ ନିକଟକୁ ଯିବା ନିମନ୍ତେ ପ୍ରସ୍ତୁତ ରହୁ। ବାସ୍ତବରେ ଏହା ଏକ ପ୍ରସ୍ତୁତିର ସମୟ। ଏହାପରେ ଆମେ ସେହି 103 ପର୍ବର 17ରୁ 22 ପଦ ମଧ୍ୟରେ ଭବିଷ୍ୟତ ନିମନ୍ତେ ପ୍ରଚାର ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। 103 ପର୍ବର 17 ପଦରେ ଏହିପରି ଲେଖା ଅଛି, ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାହାଙ୍କର ନିୟମ ରକ୍ଷା କରନ୍ତି, ପୁଣି ପାଳନାର୍ଥେ ତାହାଙ୍କ ବିଧି ସବୁ ସ୍ମରଣ କରନ୍ତି, ସେମାନଙ୍କ ପ୍ରତି ତାହାଙ୍କର ଧର୍ମ ପୁତ୍ର ପୌତ୍ରାଦି କ୍ରମେ ଥାଏ। ଭବିଷ୍ୟତକୁ ଦୃଷ୍ଟି କରିବା ନିମନ୍ତେ ଏହା ଏକ ଚମତ୍କାର ବିଷୟ ଓ ଜାଣି ରଖିବା ଉଚିତ ଯେ ଈଶ୍ୱର ସଦାସର୍ବଦା ଆମମାନଙ୍କ ପ୍ରତି ଦୟାବାନ ହେବେ। ଏହାପରେ 22 ପଦରେ ଲେଖା ଅଛି, ହେ ସଦାପ୍ରଭୁଙ୍କ ହସ୍ତକୃତ କର୍ମସକଳ, ତୁମାନେ ତାହାଙ୍କ ରାଜ୍ୟର ସର୍ବତ୍ର ତାହାଙ୍କର ଧନ୍ୟବାଦ କର। ହେ ମୋର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ଏହା ସେହି ଭବିଷ୍ୟତର ସମୟ ପ୍ରତି ଦୃଷ୍ଟି କରେ, ଯେତେବେଳେ କି ତାହାଙ୍କର ଅଧୀନସ୍ଥ ସମସ୍ତ ପ୍ରାଣୀ ଓ ସମସ୍ତ ବିଷୟ ଏକତ୍ର ମିଳି ତାହାଙ୍କର ଧନ୍ୟବାଦ କରିବେ। କିନ୍ତୁ ଆସୁ ଏହି ସମୟ ମଧ୍ୟରେ ଆମମାନେ ତାହାଙ୍କର ଧନ୍ୟବାଦ କରିବାକୁ ଭୁଲି ନ ଯାଉ। ଆସନ୍ତୁ ଏହାପରେ ଗୀତ 104 ପର୍ବ ମଧ୍ୟକୁ ଯିବା। ଏହି ଗୀତଟି ସୃଷ୍ଟିର ଈଶ୍ୱରଙ୍କ ପ୍ରତି ଏକ ପ୍ରଶଂସାର ଗୀତ, କାରଣ ସେ ଏହି ସୃଷ୍ଟିର ସୃଷ୍ଟିକର୍ତ୍ତା। ତେବେ ଦେଖନ୍ତୁ, ଗୀତ 104ର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୁ ମୋ ପରମେଶ୍ୱର, ତୁମ୍ଭେ ଅତି ମହାନ, ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ, ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ, ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ। ଦେଖନ୍ତୁ, ଏହି ଅଂଶରେ ଆମେ ପ୍ରଥମ ଓ ଦ୍ୱିତୀୟ ଦିନର ସୃଷ୍ଟି ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରୁ। ସୃଷ୍ଟିର ପ୍ରଥମ ଦିନ ପରମେଶ୍ୱର କହିଲେ ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ସେହିପରି ସେ ଦ୍ୱିତୀୟ ଦିନ ଆକାଶମଣ୍ଡଳ ସୃଷ୍ଟି କଲେ। ଏଠାରେ ଲେଖା ଅଛି, ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ। ଏହି ଗୀତଟି ସୃଷ୍ଟିର ଈଶ୍ୱରଙ୍କ ବିଷୟ ନେଇ ପ୍ରକାଶ କରେ। ଏହା ପ୍ରକୃତି ମଧ୍ୟ ଦେଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, କାରଣ ସେ ହେଉଛନ୍ତି ସୃଷ୍ଟିକର୍ତ୍ତା। ଯେପରିକି ଆପଣ ଏକ ତମ୍ବୁ ବିଛାନ୍ତି। ଯେଉଁ ସମୟରେ ଏହି ଗୀତଟି ରଚନା କରାଯାଇଥିଲା, ସେହି ସମୟରେ ପଥିକ ଦଳ ଓଟ ପିଠିରେ ଯାତ୍ରା କରି ରାତ୍ରିରେ ଏକ ସ୍ଥାନରେ ସେମାନଙ୍କର ତମ୍ବୁ ବିଛାଇ ବିଶ୍ରାମ ନିଅନ୍ତି। ତେବେ ସେହିପରି ଭାବେ ଈଶ୍ୱର ଆକାଶମଣ୍ଡଳକୁ ବିଛାଇଲେ। ଯେତେବେଳେ ସେ ଏହା କଲେ, ସେତେବେଳେ ସେ ଜଳର ଏକ ସ୍ତର ଊର୍ଦ୍ଧ୍ୱରେ ସ୍ଥାପନ କଲେ ଓ ମେଘମାଳ ସବୁ ତାହାଙ୍କର ରଥ ସ୍ୱରୂପ ହେଲା। 104 ପର୍ବର 3 ପଦରେ ଏହିପରି ଲେଖା ଅଛି, ତୁମେ ଜଳରାଶି ଉପରେ ଆପଣା କୋଠରୀର କଡ଼ିକାଷ୍ଠ ପକାଇଅଛ, ତୁମେ ମେଘମାଳାକୁ ଆପଣା ରଥ କରିଥାଅ, ତୁମେ ବାୟୁର ପକ୍ଷ ଉପରେ
ଗମନାଗମନ କରୁଅଛ। ସେ ଆକାଶମଣ୍ଡଳ ବିସ୍ତାର କରିବା ସଙ୍ଗେ ସଙ୍ଗେ ଜଳର ଏକ ସ୍ତର ଊର୍ଦ୍ଧ୍ୱରେ ରଖିଲେ ଓ ବେଳେବେଳେ ଏହା ଅତି ଶୀଘ୍ର ମଧ୍ୟ ଭୂପୃଷ୍ଠକୁ ଆସେ ଓ ମେଘମାଳା ତାହାଙ୍କର ରଥ। ଆମେ ଆଦିପୁସ୍ତକ ପ୍ରଥମ ପର୍ବର 6 ପଦରେ ଏହି ସୃଷ୍ଟି ବିଷୟରେ ଜାଣିପାରିବା। ଏହାପରେ 104 ପର୍ବର 5 ଓ 6 ପଦରେ ଏହିପରି ଲେଖା ଅଛି, ତୁମେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ ତାହା କଦାପି ବିଚଳିତ ହେବ ନାହିଁ। ତୁମେ ତାହାକୁ ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ। ପର୍ବତଗଣ ଉପରେ ଜଳରାଶି ଠିଆ ହେଲା। ପରମେଶ୍ୱର ସୃଷ୍ଟିର ତୃତୀୟ ଦିନରେ ପୃଥିବୀ ଓ ସମୁଦ୍ରର ସୃଷ୍ଟି କଲେ, ଯାହାକି ଆଦିପୁସ୍ତକ ପ୍ରଥମ ପର୍ବର 9 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ତାହେଲେ ଆଜି ପାଇଁ ଏଇଠାରେ ରଖିବା। ପ୍ରଭୁ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।